ଆଜିଠୁ ଦେଶରେ ଲାଗୁ ହେଲା ନୂଆ ଅପରାଧିକ ଆଇନ। ଏଣିକି ଦଣ୍ଡ ନୁହେଁ, ଜନତାଙ୍କୁ ନ୍ୟାୟ ଦେବା ଉପରେ କାର୍ଯ୍ୟ କରିବ ଦେଶର ନ୍ୟାୟ ବ୍ୟବସ୍ଥା। ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ମଧ୍ୟରାତ୍ରିରୁ ଦେଶରେ ଏହି ତିନୋଟି ଆଇନ ଲାଗୁ କରାଯାଇଛି। ଏନେଇ ଖୋର୍ଦ୍ଧା ଆଦର୍ଶ ଥାନା ପକ୍ଷରୁ ଟାଉନ ହଲରେ ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ବାର୍ ଆସୋସିଏସନ ଆଇନଜୀବୀମାନେ ଏହି ନୂତନ ଆଇନ ସମ୍ପର୍କରେ ଉପସ୍ଥିତ ଜନତାଙ୍କୁ ସୂଚନା ଦେଇଥିଲେ। ବ୍ରିଟିଶ ଅମଳର ତିନିଟି ଆଇନ ଭାରତୀୟ ପିଙ୍ଗଳ କୋଡ୍, କୋଡ୍ ଅଫ୍ କ୍ରିମିନାଲ ପ୍ରୋସିଜିଅର ଏବଂ ଭାରତୀୟ ପ୍ରମାଣ ଆଇନର ସ୍ଥାନ ନେଇଛି ନୂଆ ଆଇନ। ନୂଆ ବ୍ୟବସ୍ଥା ଅନୁସାରେ ଶୁଣାଣି ଶେଷ ହେବାର 45 ଦିନ ଭିତରେ ରାୟ ପ୍ରକାଶ ପାଇବ। ପ୍ରଥମ ଶୁଣାଣିର 60 ଦିନ ଭିତରେ ଚାର୍ଜ ଫ୍ରେମ୍ ହେବ। जो प्रोग्राम विषय कौन कौन आज आईएस सर को चेयरमैनशिप नुआ जो आईन गुड़ा अच्छी विषय गोटे सचेतनता शिविर होता मत किसी कहूँ धन्यवाद दूसरी। आज नुआ जो आईन आसी चेंजेस कौन है लोक कौन बेनिफिट आसी पर्टिकुलाली आईन को सचेतनता शिविर जदिव एक्ट तैयारी है 25 डिसेम्बर गला वर्ष 23 मसीह किंतु कार्यकारी आज आज पर जेकोसी आईन घटना घटू क्रिमिनाल ऑफेंस होती सेगुड़ी सब नुआ आईन अनुसार कार्यकारी प्रकार नुआ आईन व्यवस्था करा जायछि। जीरो एफआईआर कथा कुआ जायछि, ऑनलाइन डिजिटल एफआईआर सिस्टम कथा कुआ जायछि। पुराना जो एक्ट गुड़ाक यूटिलिटी आउ नथले सेगुड़ाक कटा जायछि ଏବଂ କିଛି ନୂଆ ଆଡ୍ ମଧ୍ୟ କରା ଯାଇଛି। ଯେମିତି କି ଆମର ନୂଆ ଗୋଟେ ପନିଶମେଣ୍ଟ ଆଡ୍ କରା ଯାଇଛି, ଯୋଉଟା କି ପଜିଟିଭ ପନିଶମେଣ୍ଟ କଥା ଆମେ କହିବା, ଯୋଉଟା କି ରିଫର୍ମେଟିଭ ଆକ୍ଟିଭିଟି ମଧ୍ୟ ଗ୍ରହଣ କରାଯିବ। ଯଦି ଗୋଟେ ଲୋକ ଆମେ ଦଣ୍ଡ ଦଉଛେ ସେ ଦୋଷୀ ସାବ୍ୟସ୍ତ ହେଇଯାଉଛି ଏବଂ ସେ ସାରା ଜୀବନ ଗୋଟେ ଦାଗୀ ହେଇଯାଉଛି। କିନ୍ତୁ ଯଦି ଗୋଟେ ଆମେ ତାକୁ ଦଣ୍ଡ ନ ଦେଇକି ଗୋଟେ ସୋସିଆଲ ଆକ୍ଟିଭିଟି କରିବାକୁ କହିବା ପନିଶମେଣ୍ଟ ହିସାବରେ, କିନ୍ତୁ ସବୁ କେସରେ ଏଇଟା ମଧ୍ୟ କରିହେବନି। ଯଦି ଗୋଟେ ଛୋଟିଆ ପିଟି ଅଫେନ୍ସ ହେଇଛି ସେଇ କେସରେ ଏଇ ଜିନିଷଟା କରିହେବ। ସେ ତା ଦ୍ୱାରା କ'ଣ କମ୍ୟୁନିଟି ସର୍ଭିସ୍ କଲା, ସେ ଦଣ୍ଡ ମଧ୍ୟ ପାଇଲା ଏବଂ ରିଫର୍ମ ହେଲା। ଲୋକ ମଧ୍ୟ ଜାଣିଲେ ଯେ ଏମିତି ଗୋଟେ କାମ କଲେ ଏଇଟା ଭୁଲ ବୋଲି ଲୋକ ଜାଣିଲେ। ସେଇଟା କିଛିଟା ପଜିଟିଭ ଯୋଉଟା ନୂଆ ଆକ୍ଟ ରହିଛି। ପୁଲିସ ବିଭାଗର ଥିଲା ନୂତନ ଆଇନର କାର୍ଯ୍ୟକାରିତା ସମ୍ପର୍କରେ ଆଜିଠାରୁ ନୂତନ ଆଇନ କାର୍ଯ୍ୟକାରିତା ହେଲା। ନୂତନ ଆଇନ ବହୁତ ଭଲ ରହିଛି। ସମାଜର ହିତାର୍ଥେ ସଂହିତା ଲାଗୁ ହୋଇଛି, ଯୋଉଟା କି ଆମର ଆଇପିସି ବଦଳରେ ବିଏନଏସ୍, ସିଆରପିସି ବଦଳରେ ବିଏନଏସଏସ୍ ଏବଂ ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ ବଦଳରେ ବିଏସଏ ଲାଗୁ ହେଲା। ଯୋଉଟା ଭାରତ ସରକାରଙ୍କର ରାଜପତ୍ର ନମ୍ବର 45 25/12/2023 ସଂସଦରେ ପାସ୍ କରାଯାଇଥିଲା। ଏଇଟା ଆଜିଠାରୁ ଲାଗୁ କରାଗଲା ଏବଂ ସମସ୍ତ ନୂଆ ଆଇନ ଭଲ ଅଛି। ସାମ୍ୟକ ପରିବର୍ତ୍ତନ ଅଛି। କେତେଟା ବ୍ୟବସ୍ଥାରେ ଦଣ୍ଡ ଠିକ୍ ସମାଜକୁ ଚାହିଁକି ଦଣ୍ଡ ଦିଆଯାଇଛି। ସମାଜର ଯେଉଁମାନେ ଦୁଷ୍କର୍ମୀ ଅଛନ୍ତି, ଅସାମାଜିକ ତତ୍ତ୍ୱ ଅଛନ୍ତି, ସେମାନଙ୍କୁ ସାଧନ କରିବା ପାଇଁ ଦଣ୍ଡ ଠିକ୍ ରହିଛି ଏବଂ ମୋଟାମୋଟି ଭାବରେ ଲାଗୁ ହେଉଥିବା ସମସ୍ତ ଆଇନ ଭଲ ଅଛି। କିନ୍ତୁ କାର୍ଯ୍ୟକାରୀ କରିବାରେ ଟିକେ କଷ୍ଟ ରହିବ। ସେଟା ଓକିଲ ପୋଲିସ ମାନଙ୍କୁ ଟିକେ ସମୟ ଲାଗିବ କାର୍ଯ୍ୟକାରୀ କରିବା। ଉପାୟ ହେଉଛି ଆଉ ଟିକେ ଆଡଭୋକେଟ୍ ମାନେ ଆଉ ଟିକେ ସଚେତନ ହେବେ ଏବଂ ଆଇନ ବାବଦରେ ସେମାନଙ୍କର ମଧ୍ୟ ଟ୍ରେନିଂର ଆବଶ୍ୟକତା। ନିଶ୍ଚୟ ଟ୍ରେନିଂର ଆବଶ୍ୟକତା ରହିଛି। ଆମର ଜିଲ୍ଲା ଜଜ୍ ଚିଠି କରିଥିଲେ। ଆମେ ସବୁ ବାର୍ ଆସୋସିଏସନ ଦୁଇ ଜଣ ଆଇନଜୀବୀଙ୍କୁ ପଠାଇଥିଲେ ଟ୍ରେନିଂ ପାଇଁ। ଆମର ରାମାଶିଷ ବାବୁ ମଧ୍ୟ ଯାଇଥିଲେ ସେ ଟ୍ରେନିଂରେ ପାସ୍ କରିକି ଆସିଲା ପରେ ଯାହା ଆପଣ ସବୁ କହିଛନ୍ତି, ସମସ୍ତଙ୍କର ଟ୍ରେନିଂର ଆବଶ୍ୟକତା ରହିଛି। ଆମେ ପୁରୁଣା ଆଇନକି ଧରିକି ଆଜି ପର୍ଯ୍ୟନ୍ତ ଚାଲୁଥିଲେ 1869 ମସିହାରୁ। ଏବେ ନୂଆ ଆଇନ ଆଜ୍ଞା ସମୟ ଟିକେ ଲାଗିବ। ଆଜି ଲାଗୁ ହେଲା, 2-4 ମାସ ପରେ ଟ୍ରେନରେ ପଡ଼ିଯିବ। Report SM News।